ଲାଗିଲା ପରେ ଶିରମ ପୋଛି ଦଉଟା ବୋଲି ଶିରମ ପୋଛିବୁ କହିଲେ ଆମ ଘରେ ଚୁଲି ଲାଗିବ ଆମ ଘରେ ରନ୍ଧା ହେଇ ନଥିବ ଏ ସ୍ନାନ ଜଳ ବୋଲି ଚୁଲି ଲାଗିବ ସବୁ ଦଉଥାନ୍ତୁ ଆଉ କାହାକୁ महाप्रभु जल स्नान कर महाप्रभु स्नान करिथुआ जलକୁ ମଧ୍ୟ ପାଇବା ପାଇଁ ଭକ୍ତ ବ୍ୟାକୁଳ ଏଇ ଜଳ ପାଇଲେ ବିଭିନ୍ନ ପ୍ରକାର ରୋଗ ଭଲ ହେଇ ଯାଇଥାଏ ଆମ ପାଖରେ ସେ ଜଳ ଅଛି ଏବଂ ସେ ସେବାୟତ ମଧ୍ୟ ଅଛନ୍ତି ଯୋଉ ସେବାୟତ ସେ ଜଳକୁ ନେଇକି ଆସୁଛନ୍ତି ଯୋଉ ଭକ୍ତ ମାନେ ମାଗୁଛନ୍ତି ତାଙ୍କୁ ଟିକେ ଟିକେ ଦଉଛନ୍ତି ଆଜ୍ଞା ଟିକେ ଆପଣଙ୍କ ପରିଚୟ ମୁଁ ହରିହର ଦତ୍ତାପତି ଆଜ୍ଞା ଆପଣଙ୍କ ହାତରେ କଣ ଟିକେ ଦେଖାନ୍ତୁ ହାତରେ ମହାପ୍ରଭୁ ସ୍ନାନ ଜଳ ଲାଗିଲା ପରେ ଶିରମ ପୋଛି ଦଉଟା ବୋଲି ଶିରମ ପୋଛିବୁ ଆଣିଦେବୁ ଆମେ କହିଲେ ଆମ ଘରେ ଚୁଲି ଲାଗିବ ଆମ ଘରେ ରନ୍ଧା ହେଇ ନଥିବ ଏ ସ୍ନାନ ଜଳ ବୋଲି ଚୁଲି ଲାଗିବ ସବୁ ଦଉଥାନ୍ତୁ ଆଉ କାହାକୁ ଆଜ୍ଞା ଏ ଜଳ ସାଧାରଣ ଲୋକ ପାଇଲେ ବିଭିନ୍ନ ରୋଗ ବି ଭଲ ହେଇଯାଏ ମହାପ୍ରଭୁ ଜିନିଷ କାହାର ବାତ ଭଲ ହଉଛି କାହାର ଗୋଡ ଭଲ ହଉଛି ବିଶ୍ୱାସ ଗୋଟେ ହବ ମହାପ୍ରଭୁ ପାଦକୁ ସବୁ ପାଆନ୍ତି ଇଏ ତ ସାଧାରଣ ଜଳ ହେଇନଥିବ ସବୁ ଭିନ୍ନ ପ୍ରକାର ମିଶି ଚୁଆ ପଡିଛି କପୁର ପଡିଛି କସ୍ତୁରୀ ପଡିଛି ହଳଦୀ ପଡିଛି ଆଉ ସବୁ ପଡିକି ସବୁ ଚନ୍ଦନ ପଡିଛି ସୁନା କୂଅରୁ ପାଣି ଆସିକି ହବ ଯୋଉ ବର୍ଷକୁ ଥରେ ଖୋଲା ଯାଏ ମହାପ୍ରଭୁ ସ୍ନାନ ପଡିବ ସେ ସୁନା କୂଅ ଅଛି ସୁତରାଙ୍କ ପାଖରେ ସେ ଗୋଟେ ସୁନା କଥା ନା ସିଏ ହବ 108 କରା ଜଳ ଲାଗି ହେବେ ମହାପ୍ରଭୁ ଜଳ ଲାଗିବେ ଏଇନେ ଆସିଲେ ଛେରା ପରା ଏଇନେ ହବ 364 ଦିନ ସେ କୂଅ ବନ୍ଦ ଥାଏ ଗୋଟିଏ ଦିନ ଆଜି ଭଳି ଦିନରେ ଖୋଲିଥାଏ ସେ ସୁନା କୂଅ ଯୋଉଥିରେ ମହାପ୍ରଭୁ ସ୍ନାନ କରିଥାନ୍ତି ଆଜି ଦିନଟା ଖୋଲା ହବ ବର୍ଷ ସବୁଦିନ ବନ୍ଦ ଖୋଲା ସୁନା କୂଅ ସୁନା କୂଅ ପାଣି ଆଣିଦେବେ ଆମ ଗରାବର ସେବକ ସୁରା ଜଳ ଘର ଅଛି ଆଉ ମହାପ୍ରଭୁ ସବୁ ନୀଳା ଇଏ ଆଉ କାହାର କିଛି ନାହିଁ ଆପଣ ଆଜି ସେ ଜଳ ନେଇକି ଆସିଲେ ଜଳ ଦେଇଗଲେ ଆମ ଘରେ ଚୁଲି ଲାଗିବ ଆଉ ଚୁଲି ଲାଗିବ ସମସ୍ତେ ଘରେ ଚୁଲି ଲାଗିବ ମୋର ବନ୍ଧୁ ସାଙ୍ଗ ସବୁ ନେବେ ଭୋଗ ଟିକେ ମନା କରି କାହା କରିହବନି ସମସ୍ତେ ମାଗିବେ ଦିଅ ଟିକେ ମନା କରିହବ ନିଶ୍ଚିତ ଭାବେ ଇଏ ସିଧାସଳଖ ଦେଖୁଥିବେ ଇଏ ହାତରେ ମହାପ୍ରଭୁଙ୍କର ସେ ସ୍ନାନ ଜଳ ନେଇକି ଯାଉଛନ୍ତି ଏବଂ ଯୋଉ ଭକ୍ତ ମାନେ ମାଗୁଛନ୍ତି ଭକ୍ତ ମାନଙ୍କୁ ବି ମଧ୍ୟ ସେ ସ୍ନାନ ଜଳ ଦଉଛନ୍ତି ଏବଂ ସବୁଠୁ ବଡ କଥା ହଉଛି ଏଇ ଜଳ ନେଇକି ଗଲେ ତାଙ୍କ ଘରେ ରୋଷେଇ ହବ ଏ ମହାର୍ଦ ନେଇକି ଗଲେ ତାଙ୍କ ଘରେ ରୋଷେଇ ହବ ଇଏ ହଉଛି ପରମ୍ପରା ଆଉ ଇଏ ହଉଛି ରହି ଆସିଛି ଯୋଉ ପୁରୀର ଶ୍ରୀକ୍ଷେତ୍ରର ପରମ୍ପରା ଦୈତାପତି ପରିବାରଙ୍କ ଘରେ ସେ ଯୋଉ ପରମ୍ପରା ରହି ଆସିଛି ଇଏ ହଉଛି ତାର ଜ୍ୱଳନ୍ତ ଉଦାହରଣ ପୁରୀରୁ ସରୋଜ କୁମାର ମଲ୍ଲିକଙ୍କ ରିପୋର୍ଟ ଓଡ଼ିଶା ଭାସ୍କର।